ଦେଖାଯାଇ ନାହିଁ। ଓଡ଼ିଆ ବର୍ଣ୍ଣମାଳା ସବୁ ସୁସଜ୍ଜିତ ହୋଇ ରହିଥିଲା। ଉଦ୍ଦେଶ୍ୟ ଓଡ଼ିଆ ଭାଷାପ୍ରେମୀମାନଙ୍କୁ ଆକର୍ଷିତ କରିବା। ଦେଖୁଛନ୍ତି ଏଇଠାରେ ଗୋଦାବରୀଶ ମହାପାତ୍ରଙ୍କର ଏଇ ଯେଉଁ ଫଟୋଚିତ୍ର ଦେଖୁଛନ୍ତି ଏ ମଧ୍ୟ ସ୍ଥାନିତ ହୋଇଥିଲା। ପ୍ରକୃତରେ ଏହା ଗୋଦାବରୀଶ ମହାପାତ୍ରଙ୍କ ଫଟୋଚିତ୍ର ନୁହେଁ। ବିବରଣୀ ସବୁ ରହିଛି ଗୋଦାବରୀଶ ମହାପାତ୍ରଙ୍କର, ଯେଉଁ ସେ ନିଆଁଖୁଣ୍ଟା ଉଠ କଙ୍କାଳ ତାଙ୍କର ସାହିତ୍ୟିକ କୃତି, ନିଆଁଖୁଣ୍ଟା ପତ୍ରିକାର ସମ୍ପାଦକ। ମାତ୍ର ଫଟୋଚିତ୍ରଟି ଇଚ୍ଛାକୃତ ବା ଅନିଚ୍ଛାକୃତ ଭାବେ ମୁଁ କହିପାରିବି ନାହିଁ ଦିଆଯାଇଛି ଗୋଦାବରୀଶ ମିଶ୍ରଙ୍କର। ଗୋଦାବରୀଶ ମିଶ୍ର ମଧ୍ୟ ଆମମାନଙ୍କ ପାଇଁ ବନ୍ଦିତ, ଅଭିନନ୍ଦିତ, ପୂଜିତ। ତାଙ୍କ ବିବରଣୀ ଦିଆଯାଇ ନାହିଁ, ବିବରଣୀ ଦିଆଯାଇଛି ଗୋଦାବରୀଶ ମହାପାତ୍ରମାନଙ୍କର। ଏ ପ୍ରକାର ଅସମ୍ମାନ କାହିଁକି ଆମ ବରପୁତ୍ରମାନଙ୍କୁ? ଗୋଦାବରୀଶ ମିଶ୍ର ଆଉ ଗୋଦାବରୀଶ ମହାପାତ୍ର ଉଭୟ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ। ମାତ୍ର ଏଠାରେ ଦିଆଯାଇଛି ଗୋଦାବରୀଶ ମହାପାତ୍ରଙ୍କର ବିବରଣୀ, ତାଙ୍କ ସାହିତ୍ୟିକ କୃତି, ତାଙ୍କ ଅବଦାନ। ମାତ୍ର ଫଟୋ ରହିଛି ଗୋଦାବରୀଶ ମିଶ୍ରଙ୍କର। ଠିକ୍ ଲାଗିଲା ନାହିଁ, ବାଧିଲା ଏ ଉତ୍କଳୀକୁ। ଏହା ହିଁ ଦେଖୁଛନ୍ତି ପ୍ରକୃତରେ ନିଆଁଖୁଣ୍ଟାର ସମ୍ପାଦକ, ଉଠକଙ୍କାଳର ସ୍ରଷ୍ଟା ଗୋଦାବରୀଶ ମହାପାତ୍ରଙ୍କର ଫଟୋଚିତ୍ର। ଏମିତି ଅନେକ ବରପୁତ୍ରମାନଙ୍କର ଫଟୋଚିତ୍ର ଥିଲା। ବହୁତ ଜାଗାରେ କିଛି କିଛି ତ୍ରୁଟି ପରିଲକ୍ଷିତ ହୋଇଥିଲା, ଯେମିତି ଗୁରୁପ୍ରସାଦ ମହାନ୍ତିଙ୍କର ବି ଥିଲା ତ୍ରୁଟି। এই ଚ୍ୟାନେଲରେ ଆପଣ ପୁରା ଭିଡ଼ିଓରେ ଦେଖିପାରିବେ। ପୁରା ଭିଡ଼ିଓରେ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି। ବର୍ତ୍ତମାନ ଆପଣମାନେ ଦେଖୁଛନ୍ତି এই ଯେଉଁ ଫଟୋଚିତ୍ର ସେଠି ସ୍ଥାନିତ ହୋଇଥିଲା ତାହା ହେଉଛି ଫତୁରାନନ୍ଦଙ୍କର। ପ୍ରକୃତରେ ସେ ଫତୁରାନନ୍ଦ ନୁହନ୍ତି, ତାଙ୍କ ନାଁ ହେଉଛି ଫତୁରାନନ୍ଦ। ଛଦ୍ମ ନାମ ହେଉଛି ଫତୁରାନନ୍ଦ, ପ୍ରକୃତ ନାମ ହେଉଛି ରାମଚନ୍ଦ୍ର ମିଶ୍ର। ତାଙ୍କ ଜନ୍ମ ଦିଆଯାଇଛି 1919 ମସିହା ଏବଂ ଜନ୍ମସ୍ଥାନ ଭଦ୍ରକ। ଏଥିରେ ମଧ୍ୟ ତ୍ରୁଟି। ପ୍ରକୃତରେ ତାଙ୍କ ଜନ୍ମ ହେଉଛି 1915 ମସିହା ଜୁନ୍ ମାସ 1 ତାରିଖ ବା ଜୁନ୍ ମାସ ପହିଲା, ଏବଂ ତାଙ୍କ ଜନ୍ମସ୍ଥାନ ହେଉଛି ଝାଞ୍ଜିର ମଙ୍ଗଳା, କଟକ। ଏବଂ 6 ନଭେମ୍ବର 1995 ମସିହାରେ ତାଙ୍କର ତିରୋଭାବ ଘଟିଥିଲା। ଏହିପରି ତ୍ରୁଟି ପାଇଁ ଦୁଃଖ ଲାଗିଲା। ଭବିଷ୍ୟତରେ ଆୟୋଜକମାନେ ଦୃଷ୍ଟି ଦେବେ ବୋଲି ଆଶା ପ୍ରକାଶ କରୁଛି। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ।